দাণ্ডে বড় দাণ্ডে বসি মু আজি ভাবুচিরি কাଳିଆ তুই আଣ୍ଠୁ ଆଣ୍ଠୁଆ ଗୋପାଳ ତୁଇ ଆଣ୍ଠୁ ଆଣ୍ଠୁଆ ଗୋପାଳ ମୁଁ ବନ୍ଧୁ ତୋର ଭଳିଆ ଭୁଲି ଯିବୁନୁ କାଳିଆ ମୁଇଁ ବନ୍ଧୁ ତୋର ଭଳିଆ ଭୁଲି ଯିବୁନୁ କାଳିଆ ମୁଇଁ ବନ୍ଧୁ ତୋର ଭଳିଆ ତୋ ଦେଉଳେ ଉଡୁଛି ନୀଳ ଚକ୍ରବାନା ମତେ ରେ ମିଳୁନି ପିନ୍ଧିବାକୁ ଖଣ୍ଡେ କନା ଦେ ଦେ ରେ କାଳିଆ ଦେ ତୁ ପାଦ ଶରଣ ଦେ 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 ରେ କାଳିଆ ଦେ ତୁ ପାଦ ଶରଣ ଦେ ତ ବଡ଼ ଦାଣ୍ଡେ ବସି ମୁଁ ଆଜି ଭାବୁଚିରି କାଳିଆ ତୁଇ ଆଣ୍ଠୁ ଆଣ୍ଠୁଆ ଗୋପାଳ ତୁଇ ଆଣ୍ଠୁ ଆଣ୍ଠୁଆ ଗୋପାଳ ମୁଁ ବନ୍ଧୁ ତୋର ଭଳିଆ ଭୁଲି ଯିବୁନୁ କାଳିଆ ମୁଇଁ ବନ୍ଧୁ ତୋର ଭଳିଆ ଭୁଲି ଯିବୁନୁ କାଳିଆ ଭୁଲି ଯିବୁନୁ କାଳିଆ ତୋ ଦେଉଳେ ଉଡୁଛି ନୀଳ ଚକ୍ରବାନା ମତେ ରେ ମିଳୁନି ପିନ୍ଧିବାକୁ ଖଣ୍ଡେ କନା ଦେ ଦେ ରେ କାଳିଆ ଦେ ତୁ ଦର୍ଶନ ମତେ ଦେ ତୋ ବଡ଼ ଦାଣ୍ଡେ ବସି ମୁଁ ଆଜି ଭାବୁଚିରି କାଳିଆ ତୁଇ ଆଣ୍ଠୁ ଆଣ୍ଠୁଆ ଗୋପାଳ ତୁଇ ଆଣ୍ଠୁ ଆଣ୍ଠୁଆ ଗୋପାଳ ମୁଇଁ ବନ୍ଧୁ ତୋର ଭଳିଆ ଭୁଲି ଯିବୁନୁ କାଳିଆ ମୁଇଁ ବନ୍ଧୁ ତୋର ଭଳିଆ ଭୁଲି ଯିବୁନୁ କାଳିଆ ମୁଇଁ ବନ୍ଧୁ ତୋର ଭଳିଆ। नमस्कार मो रत्नाकर के न्यूज लाइव पेज आउ एक कार्यक्रम को आपन को स्वागत करुच्ची। आपण माने या पूर्व देखुथिले जड़े बंशी बजाउछि एवं गीत भी गाउचंती। तबे ये होचंती बेणीपल्ली गाँव रो जड़े व्यक्ति जे कि प्रतिदिन छेली चरांती आ तांकर वृत्ति होची छेली चरेवा। तबे आमे आसी देखिलु से छेली चरेवा स्थान रे गते बर गछ अछि से स्थान रे से बसिछंती एवं सेठरे से सुंदर भाबरे बंशी वादन करूचंती। तबे आमे ए रास्ता रे जीवा समय तांका पाखरे घड़ी अटकी गलु एवं आसंतु पचारि बुझिबा तांकर परिचय पचारि बुझिबा से काहेकि एमती बंशी बजाउचंती एवं आमे एठी जेतला देखुतलु किछि लोक भी तांकर बंशी स्वर एवं गीत को सुनी आसी एठी बसिछंती। तबे आमे पचारिबा से काहेकि तांकर ए प्रतिभा अछि किभଳି भाबरे तांकर प्रतिभा अछि एवं से कोन कहउचंती टिके तब नाडा कोन टुन्ना नायक को गाँ बेणीपल्ली। अच्छा एठी आमे देखुथुलु आमे जेतला जाउथुले रास्ता देखि बंशी बजाउथुले एठी किछि भी हमर जो व्यवसाय भाई अछन्ते रास्ता रे जीवा समय मध्ये अटकी गले एवं आपण पाखरे आसी बजेले प्रकृत रे ए जो बंशी बजाउचंती ए जो बहुत सुंदर माने सुनिबा को बहुत भलो लागुतला गीत भी आपनकर बहुत भलो लागुतला। तबे कोन कहबे ए जो बंशी आपण कोड शिखिले? आज्ञा छोट बड़ू एमती टिके से कलाकार विषय ध्यान थाई मुझे एमती ध्यान दे बुसी शिखिया जाए इंटरेस्ट से मुझे गोटे कलाकार को लेकिन गोटे मन बस्त शिखिली गोटे बजाय आमती छेली मंडे चरु थाई खरा बेला टाइम भी चरु छेली आ खरा बेला बिजारे आस लगला टाइम मो टाइम पास मो मन गोटे बुझाई आत्मा को पंचात्मा को बंशी बजे करती आ मन ये आ केते वर्ष हलानी एमती बंशी बजाउछन? आज्ञा मु एटू बंशी शिखार हला 15 वर्ष रु मु स्टार्टिंग करती बर्तमान तेरे केते बर्तमान 30-40 वर्ष बयस हबो चालसी आपण एंदी करछन आ। हां एटा एटा कोड शिखिथिले ना एमती बजो बजो? ना एंदी गोटे मास्टर बजौथले तांको मु फिर देखैली शिखिली टिके ताके मो देखि शिखि तांग मत कहले कि तू मोर संगे चले मु तते शिखैती बंशी शिखै देबी मु कहले हां चलन आपण ए गुरु संग गली किसी मते विद्या शिखेले शिखिया परे मो गुरु भी डेथ है मरी गले तापरे मु आउ से भितर ध्यान दे पासनी मन मु निजे जेती जेती जानली आगे मु सेती भितरे
ବଜଉଛନ୍ତି ଆଉ। ଆଚ୍ଛା ଆଉ ଟିକେ ବଂଶୀ ଟିକେ ବଜେଇବେ କି ବର୍ତ୍ତମାନ ଅଗଣିତ ଦର୍ଶକ ଆମର ଦେଖୁଛନ୍ତି ସେ ପୁଣି ଦେଖିବେ ଆପଣଙ୍କର ପ୍ରତିଭାକୁ ଦେଖିବେ ଟିକେ ବଂଶୀ ଟିକେ ବଜେଇବେ ଆଉ ଟିକେ ହଁ ଆଜ୍ଞା ବଜେଇବା ଆଉ। ବଜାନ୍ତୁ ବଜାନ୍ତୁ ବଜାନ୍ତୁ। ଆଚ୍ଛା ବଡ ସୁନ୍ଦର ଲାଗିଲା ବଂଶୀ ବଜେଇବାଟା। ଆଉ ଗୀତ ଯୋଉ ଗାଉଥିଲେ ଗୀତ ଟିକେ ଗାଇବେ ନା ଆଉ ଟିକେ କେମିତି ଗୀତ ଗାଉଥିଲେ ବଡ ସୁନ୍ଦର ଲାଗୁଥିଲା ଗୀତ ଗୁଡାକ। ଷାଠିଏ ପଉଠି ଭଗରୁ ତୁମର କାଳି ତନେ ନିହାରି କାଳି ତନେ ନିହାରି କୁହ କେବେ କେଉଁ ଅପରାଧ ମତେ କଲ ଦାଣ୍ଡର ଭିକାରୀ କଲ ଦାଣ୍ଡର ଭିକାରୀ ଭିକାରୀ କରିବା ଯେବେ ତୁମ ଇଚ୍ଛା ନାଇଁ ମୋ ମନରେ ଦୁଃଖ ନାଇଁ ମୋ ମନରେ ଦୁଃଖ। ଆଉ କଣ ଗୀତ ଜାଣିଛନ୍ତି? ତ ବଡ଼ ଦାଣ୍ଡେ ବସି ମୁଁ ଆଜି ଭାବୁଛି ରେ କାଳିଆ ତୁଇ ଆଣ୍ଠୁଆ ଗୋପାଳ ତୁଇ ଆଣ୍ଠୁଆ ଗୋପାଳ ମୁଁ ବନ୍ଧୁ ତୋର ଭଳିଆ ଭୁଲି ଯିବୁନୁ କାଳିଆ ମୁଇଁ ବନ୍ଧୁ ତୋର ଭଳିଆ ଭୁଲି ଯିବୁନୁ କାଳିଆ ମୁଇଁ ବନ୍ଧୁ ତୋର ଭଳିଆ ତୋ ଦେଉଳେ ଉଡୁଛି ନୀଳ ଚକ୍ରବାନା ମତେ ରେ ମିଳୁନି ପିନ୍ଧିବାକୁ ଖଣ୍ଡେ କନା ଧୀରେ କାଳିଆ ଦେ ତୁ ଦର୍ଶନ ମତେ ଦେ ଧୀରେ କାଳିଆ ଦେ ତୁ ଦର୍ଶନ ମତେ ଦେ। ବା ବହୁତ 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 ବଢିଆ ଗୀତ। ଆଚ୍ଛା ଏ ଗୀତଟା ଆପଣ ଲେଖିଛନ୍ତି କିଏ ଏ ଗୀତଟା କୋଉଠୁ ଆପଣ ଜାଣିଛନ୍ତି? ନାଇଁ ମୁଁ ନିଜେ ଲେଖି ନିଜେ ଗାଇଥିଲି ଗୀତଟା। ନିଜେ ଲେଖିଛନ୍ତି? ନିଜେ ଲେଖି ନିଜେ ମାନେ ନିଜେ ସ୍ୱର ବି ନିଜେ ବି କରିଛନ୍ତି? ସ୍ୱର କରିଲି। ବାଃ ବାଃ। ଏମିତି ଏ ଯୋଉ ମାନେ ଗୋଟିଏ ଗୀତ ଆପଣ ଗାଇଛନ୍ତି ନା ଆହୁରି ନାଇଁ ଏମିତି ଗୋଟେ ଗୀତ ସେତିକି ଆଉ ଗୀତ ସେଟିଂ କରିନି ମୁଁ ତ ଗୋଟେ ଅନ୍ୟ ବାପା ଡେଥ୍ ହେଲା ପରେ ମୁଁ ସେଇଥିରେ ଧ୍ୟାନ ଦେଲି ଗୀତଟା ବି ଲେଖା ଲେଖି କରୁନି କି ଗୀତ ଗାଇ ପାରୁନି ଏମିତି। ଆପଣଙ୍କର ନାଁ ଟା ଗାଁ ଟା ପୁଣି ଥରେ କହିଦେବୁ କି ଦର୍ଶକ ମାନେ ଦେଖୁଛନ୍ତି? ମୋର ନାଁ ହଉଛି ଟୁନା ନାୟକ ମୋର ଗ୍ରାମଟା ହଉଛି ବେଣିପଲ୍ଲୀ। ଆପଣ ମାନେ ଶୁଣୁଥିଲେ ଇଏ ଥିଲେ ବେଣିପଲ୍ଲୀ ଗାଁର ଟୁନା ନାୟକ ଯିଏକି ତାଙ୍କର ବାପାଙ୍କର ଦେହାନ୍ତ ପରେ ସେ କିଛି ଛେଳି ରଖି ବର୍ତ୍ତମାନ ସିଏ ଚରଉଛନ୍ତି ଏବଂ ଅବସର ସମୟରେ ଯେତେବେଳେ ଟିକେ ସେ ବିରକ୍ତି ଅନୁଭବ କରିବେ କିମ୍ବା ଏକା ଏକା ଅନୁଭବ କରିବେ ସେତେବେଳେ ସିଏ ବଂଶୀ ବଜାଉଛନ୍ତି ସାଥିରେ ବି ବଂଶୀଟି ଆଣିଥାନ୍ତି ଏବଂ ସୁନ୍ଦର ଭାବରେ ଗୀତ ଗାଉଛନ୍ତି ଆପଣମାନେ ଶୁଣିଲେ। ଏବଂ ଆଉ ଗୋଟିଏ ବଡ କଥା ହଉଛି ସିଏ ନିଜେ ଗୀତ ଲେଖନ୍ତି ଏବଂ ତାକୁ ମଧ୍ୟ ସ୍ୱର ଦିଅନ୍ତି ଏବଂ ତାକୁ ନିଜେ ବି ଗାଆନ୍ତି। ଇଏ ହଉଛି ବେଣିପଲ୍ଲୀ ଗାଁର ଯିଏ ଟୁନା ଭାଇ ଅଛନ୍ତି ଟୁନା ଭାଇଙ୍କର ପ୍ରତିଭା ଆପଣମାନେ ଦେଖୁଥିଲେ। ତେବେ ଆମ ସହିତ ଅଛନ୍ତି ଏଠି ତାଙ୍କର ବଂଶୀ ବଜାଉଥିବା ଏବଂ ଗାଉଥିବା ଗୀତ ଗାଉଥିବା ସମୟରେ କିଛି ଏ ଗାଁର ଲୋକ ଆସିକି ଏଠି ବସିଛନ୍ତି ତାଙ୍କୁ ଆମେ ପଚାରେ ଭାଇ ଆପଣଙ୍କ ପରିଚୟଟା ଟିକେ ଦେବେ କି? ମୋର ହଉଛି କରାଗାଡିଆ। ତ ମୁଁ ଭଞ୍ଜନଗର ଯାଉଥିଲି ଭଞ୍ଜନଗରରୁ ମୁଁ ରିଟର୍ନ ହେଲା ଆସିକି ଆଉ ଥରେ ଦେଖିଲି ମାଧବଡା କାଳୀ ମନ୍ଦିର ପାଖରେ ଏଇ ଭାଇ ବଂଶୀ ବଜାଉଥିଲେ। ତ ମୁଁ ରିଟର୍ନ ଫେରିକି ଦେଖିଲା ଟାଇମରେ ମୁଁ କଥାବାର୍ତ୍ତା ହେଲି ମୁଁ କହିଲି ଭାଇ ବହୁତ ବଢିଆ ବଂଶୀ ବଜାଉଛନ୍ତି ସେଥିପାଇଁ ବୋଲି ମୁଁ ଆଉଥରେ ତାଙ୍କୁ ପଚାରିଲା ପରେ ମତେ ଭଲ ଲାଗିଲା ତ ମୁଁ ସେଥିପାଇଁ ବୋଲି ତାଙ୍କୁ ଆଉଥରେ ଡକେଇକି ବସିକିରି ସବୁ ଶୁଣୁଛନ୍ତି ଗୀତ ପ୍ରାୟ? ବସିଲି ଗୋଟେ 15-20 ମିନିଟ୍ ବସିଲା ପରେ ମତେ ଭଲ ଲାଗିଲା ତ ମୁଁ ଯୋଗାଯୋଗ କଲି ଏ ଟାଇପର। ଆଚ୍ଛା ଆଚ୍ଛା ଆପଣ କଣ ବ୍ୟବସାୟ କରନ୍ତି ଏଠି ଆସି ବସିଲେ କଣ କହିବେ କି ଟିକେ?
ମୁଁ ଖଦି କପଡ଼ା ସାର୍ଟ ପ୍ୟାଣ୍ଟ ବୁଝାଇ ବୁଲି ବୁଲି ବିକି ବିକି ଆଇଲି ତାଙ୍କର ବଂଶୀ ସ୍ୱର ଶୁଣିବା ସକାଶେ ଏ ବଂଶୀ ସ୍ୱର ଶୁଣିବା ପାଇଁ ଆଗ ପାଖରେ କିଛି ବସିଲି ବସି ବଂଶୀ ସ୍ୱର ଶୁଣିଲି ଆଉ ଗୀତ ମଧ୍ୟ ଶୁଣିଲି ଶୁଣିକି ଭଲ ଲାଗିଲା ତ ଟିକେ ଘଣ୍ଟାଟେ ଖରାରେ ବସିଲି ଗଛ ମୂଳେ। ଆଉ ଜଣେ ବ୍ୟବସାୟୀ ବି ଆମ ପାଖରେ ଅଛନ୍ତି। ଆଜ୍ଞା କଣ କହିବେ? ଆମେ ଏଠି ଯେତେବେଳେ ଦେଖୁଥିଲୁ ଆପଣ ଆସିକି ବଂଶୀ ଭାଇ ଟୁନା ଭାଇ ବଜଉଛନ୍ତି, ଆପଣ ଗାଡି ରଖିଦେଲେ, ଆପଣ କଣ କରନ୍ତି, କୁଆଡେ ଯାଉଥିଲେ, କଣ କହିବେ? ଭାଇ ମୁଁ ଓରିଗଡ କରାଗାଡିଆ ବେପାର କରିବାକୁ ଯାଇଥିଲି। ବେପାର କରିକି ଫେରୁଥିଲି ଗାଁକୁ ଯିବି ବୋଲି, ତ ଫେରିଲା ବେଳେ ଦେଖିଲି ଯେ ଭାଇ ବସିକିରି ବଂଶୀ ବଜଉଥିଲେ। ତ ଭଲ ଲାଗିଲା, ଟିକେ ଗଛ ଛାଇ ତ ହେଲେ ମୁଁ ହେଲେ ଶୁଣିଲି ଟିକେ, ଆଉ ଭଲ ଲାଗୁଛି, ଭଲ ବଜଉଛନ୍ତି। ଆଉ ଏକଥା ବି କୁହାଯାଇ ପାରିବ, ଏମାନେ ଯେତେବେଳେ ରହନ୍ତି ଗାଁ ଭିତରେ ରହନ୍ତି ଏବଂ ବିଭିନ୍ନ ଜୀବିକା ପାଇଁ ବିଭିନ୍ନ ଜୀବିକା ମାନେ କାର୍ଯ୍ୟ କରନ୍ତି, ତାଙ୍କ ପାଖରେ ଏମିତି ଗୋଟେ ବଡ ପ୍ରତିଭା ଅଛି। ଏକଥାକୁ ଆମେ କୁହାଯାଇ ପାରିବ, ଯୋଉମାନେ ଗାଁ ଭିତରେ ରହିଯାଇଛନ୍ତି ବଣମଲ୍ଲୀ ହିସାବରେ ସେମାନେ ରହିଯାଉଛନ୍ତି, ତାଙ୍କର ପ୍ରତିଭାଟା ଆଗକୁ ଯାଇପାରୁନି। ଲୋକଲୋଚନକୁ ସେମାନେ ଟିକେ ଆଣିବା ନିହାତି ଦରକାର। ଲୋକଲୋଚନକୁ ସେମାନେ ଟିକେ ଆଣିଲେ ସେମାନଙ୍କର ହେଲେ କିଛି ଜୀବିକା ବନିବ, ଜୀବିକାଟା ବନିବ। ଆଉ ଏମାନେ କଣ ଗାଁ ଗହଳିରେ ରହିଯାଇଛନ୍ତି, କିଏ ଜାଣି ପାରୁନାହାନ୍ତି। ସେଥିପାଇଁ ଏ କଥା ବି ଆମେ କହିପାରିବା ଯେ ମାନେ ଗ୍ରାମାଞ୍ଚଳରେ ଯୋଉମାନେ ରହିଯାଉଛନ୍ତି, ଯୋଉମାନେ ଛେଳି ଗାଈ ଚରାଉଛନ୍ତି, ସେମାନଙ୍କ ପାଖରେ ପ୍ରତିଭା ଅଛି, କିନ୍ତୁ ସେମାନଙ୍କୁ ସୁଯୋଗ ମିଳିପାରୁନି। ହଁ, ସେମାନଙ୍କୁ ସୁଯୋଗ ମିଳିପାରୁନି। ସୁଯୋଗଟା ମିଳିତା ହେଲେ ଭଲ ହୁଅନ୍ତା, ସେମାନଙ୍କୁ ଆଉ ଟିକେ ଭଲ ଲାଗେତା। ତାପରେ ଲୋକଲୋଚନରେ ରହତେ, ଲୋକ ଜାଣନ୍ତେ ଏସବୁ ଜିନିଷ ହେତା। ଆମେ ଆଉ ଟିକେ ପଚାରିବା ଟୁନା ଭାଇ ଯିଏ ଅଛନ୍ତି। ଟୁନା ଭାଇ ଟିକେ କହିବେ କି, ଆପଣ ଏଇ ଗାଁରେ ଗୋଟେ ବଣମଲ୍ଲୀ ହିସାବରେ ବେଣିପଲ୍ଲୀ ଗାଁର ଗୋଟେ ବଣମଲ୍ଲୀ ଟୁନା ଭାଇ ବଣମଲ୍ଲୀ ହିସାବରେ ଆପଣ ଏଠି ରହିଯାଇଛନ୍ତି, ଆପଣଙ୍କ ପାଖରେ ପ୍ରତିଭା ଅଛି, ଆପଣ ଭଲ ବଂଶୀ ବଜାନ୍ତି, ଭଲ ଗୀତ ବି ଗାଆନ୍ତି, ନିଜେ ଗୀତ ବି ଲେଖନ୍ତି, ନିଜେ ତାକୁ ସ୍ୱର ସଂଯୋଜନା ମଧ୍ୟ କରନ୍ତି, ଗାଆନ୍ତି ମଧ୍ୟ। ତେବେ ଆପଣଙ୍କ ପାଖରେ ଯୋଉ ପ୍ରତିଭା ଅଛି, ଏମିତି କେବେ ଯଦି ସୁଯୋଗ ମିଳେ ଆପଣ ଆଗକୁ ଯିବା ପାଇଁ ଚେଷ୍ଟା କରିବେ ନା ଏମିତି ଛେଳି ଚରେଇବେ? ନାଇଁ ଆଜ୍ଞା, ଆପଣ ଯଦି ଦୟା ହେବେ, ପ୍ରଭୁଙ୍କ ଦୟା ଯଦି ମୁଁ ହେଲେ ଆଗକୁ ବଢି ଯିବାକୁ ମୋର ବି ଇଣ୍ଟରେଷ୍ଟ ଅଛି, ବଢିବି ବୋଲି ଯାଇପାରିବି ଆଜ୍ଞା। କେବେ ସୁଯୋଗ ମିଳିନି ଏମିତି ଆଗକୁ ଯିବା ପାଇଁ? ମିଳିନି, ଏଇ ସୁଯୋଗ ଦିଅନ୍ତି ଭଗବାନ ସେଭଳି ମା ଜଗନ୍ନାଥଙ୍କ କୃପାରୁ, ତାହେଲେ ଆଗକୁ ବଢିବା। ନିହାତି ଭାବରେ ଆପଣ ଶୁଣୁଥିଲେ, ଯଦି ସୁଯୋଗ ମିଳେ ଏ ବେଣିପଲ୍ଲୀ ଗାଁର ଟୁନା ଭାଇ ଯାହାଙ୍କ ପାଖରେ ଗୋଟେ ପ୍ରତିଭା ରହିଛି, ଗୋଟେ ବଂଶୀ ବଜାଇବାର ପ୍ରତିଭା ରହିଛି ଏବଂ ଗୀତ ଗାଇବାର ମଧ୍ୟ ପ୍ରତିଭା ରହିଛି ଏବଂ ସେ ନିଜେ ଗୀତ ବି ରଚନା କରନ୍ତି, ଏଭଳି ଏକ ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ଟୁନା ଭାଇ, ଯିଏ ବେଣିପଲ୍ଲୀ ଗାଁର ବର୍ତ୍ତମାନ ସେ ଛେଳି ଚରାନ୍ତି। ଯଦି କୌଣସି ପ୍ରକାରେ ତାଙ୍କୁ ଯଦି ସୁଯୋଗ ମିଳେ ତାହେଲେ ନିଶ୍ଚିତ ଭାବରେ ଟୁନା ଭାଇ ଆଗକୁ ଯିବେ ଏବଂ ତାଙ୍କ ପ୍ରତିଭାର ବିକାଶ ହୋଇପାରିବ ବୋଲି ସେ ବହୁତ ଆଶା ରଖିଛନ୍ତି। ଆପଣ ଶୁଣୁଥିଲେ, ଆଜି ଏକ ନିଆରା କାର୍ଯ୍ୟକ୍ରମ ନେଇ ଆପଣଙ୍କ ପାଖକୁ ଆସିଲୁ। ଆପଣ ଶୁଣିଲେ ଏବଂ ଦେଖିଲେ ମଧ୍ୟ। ତେବେ ପରବର୍ତ୍ତୀ ଅଧ୍ୟାୟରେ ମୁଁ ପୁଣି ଆଉ ଏକ କାର୍ଯ୍ୟକ୍ରମ ନେଇ ଆପଣଙ୍କ ପାଖକୁ ଆସିବି। ତେବେ କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ମୁଁ ଟୁନା ଭାଇଙ୍କୁ ଆଉ ଥରେ କହିବି, ତାଙ୍କର ଯୋଉ ବଂଶୀ ବଜାଉଛନ୍ତି, ବଂଶୀ ବଜାଇବା ଭିତରେ ଆମେ କାର୍ଯ୍ୟକ୍ରମକୁ ଶେଷ କରିବା। ଟୁନା ଭାଇ ଟିକେ ଆଉ ଟିକେ ବଂଶୀ ଟିକେ ବଜେଇଦେବେ କି? ବଜାନ୍ତୁ ବଜାନ୍ତୁ। ଆଜି ପାଇଁ ଏତିକିରେ ରହିଲି। ପୁଣି ଥରେ ଆଉ ଏକ କାର୍ଯ୍ୟକ୍ରମ ନେଇ ଆପଣଙ୍କ ପାଖକୁ ଆସିବି। ରହିଲି, ନମସ୍କାର।